ବାଲଡା କେଭ୍ ଆମ କୋରାପୁଟ ଲୋକଙ୍କ ଗର୍ବ, ଆମର ବିଶ୍ୱାସ ଓ ଆମ ଜୀବନର ଏକ ଅଂଶ। କିନ୍ତୁ ଆଜି ଏହି ପବିତ୍ର ଗୁଫା ଆଉ ନାଗେଶ୍ୱରୀ ଡଙ୍ଗର ଉପରେ କିଛି ଆଦାନୀ ଭଳି କମ୍ପାନୀର ଖରାପ ନଜର ପଡ଼ିଛି। ସରକାରକୁ କହିବା ଦରକାର ନାହିଁ, ଆମର ମାଟି, ଆମର ସଂସ୍କୃତି, ଆମର ଭବିଷ୍ୟତକୁ କେହି ଖାଇଦେଇ ପାରିବେ ନାହିଁ। ବାଲଡା କେଭ୍ କେବଳ ଏକ ଟୁରିଷ୍ଟ ସ୍ପଟ ନୁହେଁ, ଏଥିରେ ଦେବୀ ଡଙ୍ଗର ଦେଇର ମନ୍ଦିର ଅଛି। ପ୍ରତିବର୍ଷ ହଜାର ହଜାର ଲୋକ ଯାତ୍ରା କରନ୍ତି। ଏଠି ଡଙ୍ଗର ଉପରେ ବଡ଼ ଫିଲ୍ଡ, ଜାଲାପୁଟ ବନ୍ଧର ଦୃଶ୍ୟ ପ୍ରକୃତିର ଆଶୀର୍ବାଦ। କିନ୍ତୁ ସରକାର ବାଲଡା ବକ୍ସାଇଡ୍ ପ୍ରୋଜେକ୍ଟକୁ 145 ହେକ୍ଟର ଜଙ୍ଗଲରେ ମାଇନିଂ କରିବାକୁ ଦେଇଦେଇଛି। ପ୍ରତିବର୍ଷ 40 ଲକ୍ଷ ଟନ୍ ବକ୍ସାଇଡ୍ ଖାଇ ନେବାକୁ ପ୍ଲାନ୍ କରୁଛି। ଏଥିରୁ 40,000ରୁ ଅଧିକ ଆଦିବାସୀ ଆଉ ଗ୍ରାମ୍ୟ ମାନଙ୍କର ଜୀବନ, ଜଳ, ଜଙ୍ଗଲ ସବୁ ନଷ୍ଟ ହୋଇଯିବ। 6 ମାର୍ଚ୍ଚ 2025ରେ ପବ୍ଲିକ ହିୟରିଂରେ ଗାଁ ଲୋକମାନେ ସ୍ପଷ୍ଟ ବିରୋଧ କଲେ। ହଜାର ହଜାର ଲୋକ ରାଲି କଲେ। ମେମୋରାଣ୍ଡମ୍ ତହସିଲଦାର ଠାରୁ ଆରମ୍ଭ କରି କଲେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଗଲା। ସରକାରକୁ ପ୍ରଶ୍ନ ହେଲା, ନିୟମଗିରିରେ ଗ୍ରାମସଭାର ଆବାଜକୁ ସମ୍ମାନ ଦେଇଥିଲେ, ତାହେଲେ ବାଲଡାର ଆବାଜକୁ କଣ ଲାଗି ଦବାଉଛନ୍ତି?